ମୁଁ ତ ସେଇଆ ମଞ୍ଚ ଉପରେ ମଧ୍ୟ କହିଲି ଅତୀତ ଆଉ ସମାଲୋଚନା ଭିତରେ ଯଦି ଡୁବି ରହିବା ତାହେଲେ ଭବିଷ୍ୟତ ବନେଇ ପାରିବାନି। ମୁଁ ଆଶା କରେ ଯେ ଏଠୁ ବାହାରକୁ ବାହାରି ଧରନ୍ତୁ ଓଡ଼ିଆ ଅସ୍ମିତାର ଅର୍ଥ ହେଲା କ'ଣ? ଗଙ୍ଗାଧର ମେହେରଙ୍କର, ଫକୀରମୋହନ ସେନାପତିଙ୍କର ସମସ୍ତ ଜିନିଷ ଯଦି ଓଡ଼ିଆରେ ଲେଖା ହେଇ ରହିବ, ଓଡ଼ିଶା ବାହାର ଲୋକ ଏ ସାହିତ୍ୟର ଯେଉଁ ଗାରିମା ଜାଣିପାରିବେ ନାହିଁ। ତେଣୁ ଅନ୍ୟ ଭାଷାରେ ତାକୁ ଅନୁବାଦ କରି ପୁରା ବିଶ୍ୱରେ ଲୋକଙ୍କ ପାଖେ ସେ ଯେଉଁ লিଟରେଚର ଗାରିମା ଅଛି, ସାହିତ୍ୟର ଗାରିମା, ପଦ୍ୟ ହଉ ଗଦ୍ୟ ହଉ, ତାକୁ ପୃଥିବୀରେ ପହଞ୍ଚେଇ ପାରିବା କି? এইটা যদি କରିପାରିବା ଓଡ଼ିଆ ଅସ୍ମିତା ପାଇଁ ଅବଦାନ ହେଇପାରିବ। ଏଭଳି ମୋ ମନରେ, ମୋ ହିସାବରେ ଅନେକ ଚିନ୍ତା ଅଛି ଯଦ୍ୱାରା କଟକ ସହରର ରିଭାଇଭାଲ୍ ହେଇପାରିବ, କଟକର ଆଖପାଖର ରିଭାଇଭାଲ୍ ହେଇପାରିବ ଏବଂ ଓଡ଼ିଆ ଅସ୍ମିତାର ପ୍ରକୃତ ରୂପ ବିଶ୍ୱ ସାମ୍ନାରେ, ଭାରତ ସାମ୍ନାରେ ରଖିପାରିବା। ଏଭଳି ଅନେକ ମଡେଲ ତିଆରି କରିପାରିବା ଯେଉଁଠୁ ଯେମିତି ନବୀନ ବାବୁଙ୍କ ସରକାର ସମୟରେ ସାଇକ୍ଲୋନ୍ ମ୍ୟାନେଜମେଣ୍ଟର ଗୋଟେ ମଡେଲ ହେଇଥିଲା ଯେ ଭାରତବର୍ଷ ସମସ୍ତେ ଆସିଲେ, ବିଶ୍ୱର ଲୋକ ଆସିଲେ ଦେଖିବାକୁ ସାଇକ୍ଲୋନ୍ କେମିତି ଏମାନେ ମ୍ୟାନେଜ କରୁଛନ୍ତି। ଏଭଳି ଯଦି ଓଡ଼ିଶାରେ ବିଭିନ୍ନ ମଡେଲ କ୍ରିଏଟ୍ କରିପାରିବା ଯେ ଭାରତରେ ଏବଂ ଭାରତ ବାହାର ଲୋକ ଆସି ଦେଖିବେ ଯେ ଓଡ଼ିଶା ବୋଲି ଗୋଟେ ରାଜ୍ୟ, ଓଡ଼ିଶା କୋଉଠି ଏମାନେ ଏମିତି କ'ଣ ଚମତ୍କାର କାମ କରିଛନ୍ତି, ସେଇଟା ହେବ ଓଡ଼ିଆ ଅସ୍ମିତା। କେନ୍ଦ୍ରକୁ ସାର୍ ଆମେ ପଠାଇଛନ୍ତି ରେଳମନ୍ତ୍ରୀଙ୍କୁ, ଓଡ଼ିଶାରୁ ସେ ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ଇଷ୍ଟ କୋଷ୍ଟ ରେଲୱେରୁ ଗୋଟେ ବିରାଟ ଅଂଶ ଯେମିତି ଆପଣଙ୍କୁ ରେଳମନ୍ତ୍ରୀଙ୍କୁ ପଚାରିବାକୁ ପଡ଼ିବ ଯେ ଏଇଟା କାହିଁକି ଗଲା, ଏତଦ୍ୱାରା ଇଷ୍ଟ କୋଷ୍ଟ ରେଲୱେର କେତେ କ୍ଷତି ହେବ, କେତେ ଓଡ଼ିଆ ଲୋକଙ୍କର ଚାକିରି ଏଠୁ ଚାଲିଗଲା ଅନ୍ୟ ରେଲୱେକୁ, ଆଗକୁ ଯେତେ ଚାକିରି ହେଇଥାନ୍ତା ତାର କେତେ ବାଧା ପଡ଼ିଲା ଓଡ଼ିଶା ଉପରେ। ଏ ପ୍ରଶ୍ନର ଉତ୍ତର ଗୁଡ଼ିକ ଆପଣ ରେଳବାଇ ମନ୍ତ୍ରୀଙ୍କୁ ପଚାରନ୍ତୁ, କାରଣ ଏ ପ୍ରଶ୍ନର ଉତ୍ତର ଯେହେତୁ ନିଷ୍ପତ୍ତିଟା ସେମାନେ ନେଇଛନ୍ତି, ତାର ଉତ୍ତର ଯେ ଏଇଟା ସୁଚିନ୍ତିତ ବିଚାର, ୟା ପିଛରେ କିଛି ଲଜିକ୍ ଅଛି, ସେଇଟା ପ୍ରତିପାଦନ କରିବା ତାଙ୍କର କାମ। ଆଜ୍ଞା, ଗତକାଲି ରାଜ୍ୟସଭାରେ 45 ମିନିଟ୍ ମୁଁ ଥିଲି, ଯେଉଁଥିରେ ଓଥ୍ ନେବାକୁ ମୋତେ 1 ମିନିଟ୍ ଲାଗିଥିଲା। ସେ ଅଭିଜ୍ଞତା ଅତ୍ୟନ୍ତ ଭଲ ଥିଲା। ସମସ୍ତଙ୍କର ଅନେକ ବରିଷ୍ଠ ନେତାମାନେ, ଯେଉଁମାନେ ଶରଦ ପାୱାରଜୀଙ୍କ ଭଳିଆ ବରିଷ୍ଠ ନେତାମାନେ ମଧ୍ୟ ଶପଥ ନେଲେ ଦେଖିଲି। ମୁଁ ଆଶା କରେ, ବିଶ୍ୱାସ କରେ ଯେ ମୁଁ ଆଗକୁ ଯାଇ ଓଡ଼ିଶାବାସୀଙ୍କର, ବିଜୁ ଜନତା ଦଳର, ଓଡ଼ିଶାର ବିକାଶର ସ୍ୱରକୁ ସେଠି ପହଞ୍ଚେଇ ପାରିବି। ମୁଁ ଆଶା କରେ ଯେ ସରକାର ଏବଂ ଅନ୍ୟମାନେ, ମୁଁ ଏଇ ଯେଉଁ ସ୍ୱର ଆପଣମାନଙ୍କର କ୍ୟାରି କରିବି, ସେଟା ସମସ୍ତେ ଶୁଣିବେ। କରିଥିଲି କଟକ ପାଇଁ ଆଇଡିଆ। ଦେଖନ୍ତୁ, সেই পরিকল্পনার কিছু অংশ মু জনে ব্যক্তি হিসাবে বা আজ সাংসদ হিসাবে কিছু করিপারিবি, কিন্তু যদি আমার সরকার থান্তা এটি, তাহলে মু যে পরিকল্পনা করি, মু নিজে হারি যাইছিলে মধ্য মু ভাবি থাকি যে কটক পাই যে আইডিয়া পত্র মু করি, বিচার পত্র রক্ষিলি, তার অধিকাংশ কাম উপরে মু কাম করি। মন্ত্রী পৃথ্বীরাজ হরিচন্দ্র যে বিজেডি সরকার সময়ের যে মেট্রো রেলপথর যে প্রকার গোটে স্বপ্ন দেখাগলা, সেটা অবাস্তব পরিকল্পনা রহিলা, কাহিঁকি তদ্বারা ক্ষতি হব বলে বর্তমান গোটে উচ্চস্তরীয় বৈঠকরে তথ্য। মু পৃথ্বীরাজ বাবুଙ୍କର ভাষণ বেড়ে নথিলি, কেবল শেষ অনুসারে আসিলি। যদি পৃথ্বীরাজ বাবু এটা କହିଛନ୍ତି, ମୁଁ ତାଙ୍କୁ ସମ୍ମାନର ସହିତ କହିବାକୁ ଚାହେଁ ଯେ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ବିଷୟରେ କିଛି ଆଉ ଅଧ୍ୟୟନ କରନ୍ତୁ। ପୃଥିବୀର ପ୍ରତ୍ୟେକ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟରେ ପ୍ରଥମ 7, 8, 10 ବର୍ଷ ପର୍ଯ୍ୟନ୍ତ କ୍ଷତି ହୁଏ। ଇନଫ୍ରାଷ୍ଟ୍ରକ୍ଚର ଅର୍ଥ ହେଲା ସେଇଆ। ଆପଣ ଭବିଷ୍ୟତ ବନେଇବା ପାଇଁ ଆଜି କ୍ଷତି ସହି ସରକାରଙ୍କର ସେଥିପାଇଁ ଅଣ୍ଟା ଜୋର ହେବା ଦରକାର କରିବା ପାଇଁ। माननीय नवीन पट्टनायक सरकार अंटा जोर करथिला, निज पाखरे निजर रेवेन्यू थिला, तेणु निज जोर रे से प्रोजेक्ट को करबा को से चेष्टा करथिले। से कहले भारत वर्ष रे केवल दिल्ली को छाड़ देले आ अन्य समस्त ता तो चलीबो। मु तो से आपन कहूची इन्फ्रास्ट्रक्चर करबा गले आज आपण माने समस्त चाइना को प्रशंसा करचंती, जाई देखंतु जदी सिखिबार अछि इन्फ्रास्ट्रक्चर। 40 वर्ष पर केते बड़ एयरपोर्ट दरकार, से एयरपोर्ट आज तैयारी होची। 40 वर्ष पर जो एयरपोर्ट दरकार, से एयरपोर्ट आज तैयारी होची। 15-20 वर्ष पर जो रास्ता दरकार हो, से रास्ता आज तैयारी होची। इन्फ्रास्ट्रक्चर अर्थ है सैया, आपण भविष्य को दृष्टि रखी बनइबे एवं सेतिपाई लॉस हबो। एटा जो अर्थनीतिज्ञ संगे आपण कथा हेबे, जी इन्फ्रास्ट्रक्चर करिसेंती, सिंगापुर रे चली जांतु इन्फ्रास्ट्रक्चर देखिबा को, मलेशिया रे चली जांतु देखिबा को, भारत वर्ष रे चली जांतु अन्य राज्य रे देखिबा को, एटा हेची। आमर पाखे आज ये सरकार पाखे हुए तो पैसा नहीं, से एभली कारण खोजुंट ये प्रोजेक्ट बाहरी जावाई। राज्यसभा सांसद आपण मैंने समस्ते सहयोग कले। देखु अस्मिताटा जो बर्तमान आलोचना है, केवल सरकार राजनीतिक दल राजनीति पाखे सीमित रही पार ना। अस्मिता हूँ लोक मानकर एसेट, लोक मान पाखे पहुँचवार अच्छी, लोक मान सहयोग चिंताधारा को नहीं अस्मिता को आगे बढ़ार अच्छी। तारकसी से गोटे कथा
ଯେଉଁଥିରେ ଲୋକମାନଙ୍କର ଇମୋସନ୍ ଯୋଡ଼ି ହେଇଛି। ତେଣୁ ଯେଉଁ କାରିଗର ମାନେ ଅଛନ୍ତି, ଯେଉଁମାନେ କାମ କରିଛନ୍ତି, ତାଙ୍କ କଥା କେହି ଏଠି ଶୁଣି ନାହାନ୍ତି। ମୁଁ ଯଦି ଆଲୋଚନା କରନ୍ତି ଓଡ଼ିଆ ଅସ୍ମିତା ବିଷୟରେ, କଟକ ବିଷୟରେ, ଯଦି ତାରକସି ଆପଣମାନଙ୍କ ପାଇଁ ଜରୁରୀ, ତାଙ୍କର ପ୍ରତିନିଧିଙ୍କୁ ଆଣନ୍ତୁ, ଏଠି ଆଲୋଚନା କରିବା। ମୁଁ ଯାଇଥିଲି ଜଗନ୍ନାଥ ମନ୍ଦିର 15-20 ଦିନ ତଳେ, ସେଠି କିଛି ଜୁଏଲରଙ୍କୁ ଭେଟିଥିଲି କଟକରୁ। ସେ ଭାଇମାନେ ବହୁ ବର୍ଷ ହେଲା ଗୁଜରାଟରୁ ଆସି ଏଠି କଟକରେ ରହିଯାଇଛନ୍ତି, 3 ଜେନେରେସନ୍ ହେଲାଣି। ସେମାନେ ମୋତେ କହିଲେ ଅନେକ ଆଇଡ଼ିଆ କି ତାରକସିକୁ ଆଗକୁ ନେବା ପାଇଁ କ'ଣ ଦରକାର, ଆଜି ସମସ୍ୟା କ'ଣ ଅଛି। ମୁଁ ଚାହେଁ ଯେ ଏଭଳି ଡାଇଲଗ୍ ବହୁତ ବଢ଼ିଆ, କିନ୍ତୁ ଏ ମଞ୍ଚରେ ଯେଉଁମାନେ ଏଥିରେ କାମ କରୁଛନ୍ତି ସେମାନଙ୍କୁ ଡାକିବାର ଅଛି। ଆମକୁ ରାଜନେତାଙ୍କୁ ଡାକି ତୁମେ ଆଲୋଚନା କରିବା ନାହିଁ। ମୁଁ ମନୋରଞ୍ଜନ ବାବୁଙ୍କୁ ମଧ୍ୟ ସମ୍ମାନର ସହିତ କଥା କହିକି ଆସିବି। ଆଜ୍ଞା, ମୁଁ ଏ ବିଷୟରେ ଜାଣେ ନାହିଁ। ସସ୍ମିତ ବାବୁ ଉତ୍ତର ଦେବେ, ଯେମିତି ମୁଁ କହିଲି ରେଳ ମନ୍ତ୍ରୀ ଉତ୍ତର ଦେବେ। ଆପଣ ସସ୍ମିତ ବାବୁ ପଚାରି ପାରନ୍ତି, ମୁଁ ଜାଣିବାରେ ଏଭଳି କିଛି ନାହିଁ। ନାଇଁ 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 ଆଜ୍ଞା, ମୁଁ ଆଜ୍ଞା ଗୋଟେ ଦିନିଆ ସାଂସଦ, ମୁଁ ଗୋଟେ ଭଲ ଛାତ୍ର, ମୁଁ ବହୁତ ଜଲ୍ଦି ଶିଖିବି। କିନ୍ତୁ ମୁଁ ରାଜନୀତିକୁ ଆସିନାହିଁ କିଛି ପାଇବା ପାଇଁ ବା କୌଣସି ପଦ କରିବା ପାଇଁ। ସେ ବିଷୟରେ ଆପଣମାନେ ସୁନିଶ୍ଚିନ୍ତ ରୁହନ୍ତୁ। ମୁଁ ଓଡ଼ିଶାର ଉନ୍ନତି ପ୍ରଗତି ଏ ଓଡ଼ିଆ ମାଟିରେ ରେଭେନ୍ସା କଲେଜ ପଡ଼ିଆରେ ବହୁତ ଖେଳିଛି। ତେଣୁ ଏଇଟା ଦେଖିଲା ପରେ ମୋର ମନେ ପଡ଼ିଛି, ଯେତେ ପିଲା ଖେଳୁଛନ୍ତି ସେମାନେ ମୋ ଭଳିଆ ଯଦି ଯାଇ ତାଙ୍କ ଜୀବନରେ ଉନ୍ନତି କରିପାରିବେ, ସେଇଟା ମୋର ଅବଦାନ ହେଇପାରିବ ଓଡ଼ିଶା ପାଇଁ। ପଦ ଦରକାର ନାହିଁ। ଦେଖନ୍ତୁ, ମନମୋହନ ବାବୁ ଆଜି ଅନ୍ୟ ଦଳରେ ଅଛନ୍ତି, ମୁଁ ଅନ୍ୟ ଦଳରେ ଅଛି, କିନ୍ତୁ ମନମୋହନ ବାବୁଙ୍କୁ ମୁଁ 30 ବର୍ଷ ହେଲା ଜାଣିଛି। ସେ ମୋ କାମ ମୁଁ କ'ଣ କରିଛି ସେ କଥା ମୋତେ ଜାଣିଛନ୍ତି। ଓଡ଼ିଶାରେ ଯେଉଁମାନେ ଜାଣିଛନ୍ତି ମୋତେ, ସେମାନେ ଜାଣନ୍ତି ଦଳ ମତ ନିର୍ବିଷୟରେ। ମୁଁ ଆଜି ସେ ମଞ୍ଚରେ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ପ୍ରଶଂସା କଲି, କାରଣ ସେ ଭାରତର ଜଣେ ବରେଣ୍ୟ ନେତା ଥିଲେ। ଆମକୁ ଶିଖିବାକୁ ପଡ଼ିବ ଯେ ଭବିଷ୍ୟତର ରାଜନୀତି ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଯେଉଁଟା ଠିକ୍ ସେଇଟା କରିବାର ଅଛି।